ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ମୁଁ ଆପଣଙ୍କୁ କହିଛି ଯେ ଏହା ଗୋଟିଏ ସିରିଜ୍ ଆପଣଙ୍କ ପାଇଁ ରହିବ, ଯେଉଁଥିରେ A to Z ସବୁ କ୍ୱେଶ୍ଚନ୍ସ ଯାହା ବି ଆପଣଙ୍କର ଓଡ଼ିଶାରେ ପରୀକ୍ଷା ହେଇଛି, ଇନକ୍ଲୁଡ଼ିଂ ଇଣ୍ଡିଆ, ସେଣ୍ଟ୍ରାଲ ଲେବୁଲରେ ଯେତିକି ବି ପରୀକ୍ଷା ହେଇଛି, ସବୁଗୁଡ଼ା ମୁଁ ଆପଣଙ୍କୁ ଏଇଥିରେ ଆପଣଙ୍କର ଆପଲୋଡ଼ କରିଦେବି ଆଗାମୀ 7 ଦିନ ଆପଣଙ୍କର ମଧ୍ୟରେ। ଠିକ୍ ଅଛି, ତ ଆପଣ ଜାଣିଛନ୍ତି ସବୁ କ୍ୱେଶ୍ଚନ୍ସ ଆପଣଙ୍କର ଯାହା ବି ପଡ଼ିବ ଏଇ PIQ ରୁ ପଡ଼ିବ। ତ ମୁଁ ଆପଣଙ୍କୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ସ ବି କହିଦେବି, ଇନକ୍ଲୁଡ଼ିଂ ସବୁ କ୍ୱେଶ୍ଚନ୍ସ ବି ମଧ୍ୟ ଆପଣଙ୍କ ଡିସ୍କସନ୍ କରେଇଦେବି। ତା ସହିତ ଆପଣ ଡେଡିକେଟେଡ଼ଲି ପଢ଼ିବା ପାଇଁ ଚାହୁଁଥିଲେ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯେଉଁଦ୍ୱାରା କି ସବୁଦିନ 8ରୁ 9 ଘଣ୍ଟା ଆପଣ କ୍ଲାସ୍ କରିପାରିବେ। ଡିସ୍କସନ୍ କରିବା ଓ SSC CGLର ଯେଉଁ ପ୍ରିଲିମ୍ସ ପରୀକ୍ଷା ଆପଣଙ୍କର ହେଇଥିଲା 2025ର, ତାର କ୍ୱେଶ୍ଚନ୍ ଆପଣଙ୍କର କ୍ୱେଶ୍ଚନ୍ ନମ୍ବର 1 GB, ଯେ 1 GB ଯେ ଆପଣଙ୍କର କେତେ ଆପଣଙ୍କର ବାଇଟ୍, ଆମେ ଜାଣିଛେ ନା, ଆଗ ହେଉଛି ଆପଣଙ୍କର ବିଟ୍, ଦେନ୍ ଆପଣଙ୍କର ବାଇଟ୍, ଠିକ୍ ଅଛି, ଦେନ୍ ଆପଣଙ୍କର କିଲୋ ବାଇଟ୍, ଦେନ୍ ଆପଣଙ୍କର ମେଗା ବାଇଟ୍, ଦେନ୍ ଆପଣଙ୍କର ଗିଗା ବାଇଟ୍। ତାହେଲେ 1 GB ଯେ ଆପଣଙ୍କର କେତେ MB ଆପଣଙ୍କର ହେଇଯିବ, 1024 ଆପଣଙ୍କର MB ବା 1024 ଆପଣଙ୍କର ମେଗା ବାଇଟ୍ ଆପଣଙ୍କର ହେଇଯିବ, 1024 MB। ଠିକ୍ ଅଛି, ଲୋଡ଼ିଂ ଅପରେଟିଂ ସିଷ୍ଟମ୍ ଆପଣଙ୍କର ଯେଉଁ ଲୋଡ଼ିଂ ହୁଏ, ଲୋଡ଼ିଂ ହେବାକୁ ଆମେ କ'ଣ ବୋଲି କହିଥାଉ ନା ବୁଟିଂ ବୋଲି ଆମେ କହିଥାଉ ନା। ଲୋଡ଼ିଂକୁ ଆମେ କ'ଣ ବୋଲି କହୁ ରେ, ବୁଟିଂ। ଲୋଡ଼ିଂ ବା ଆମେ କହିପାରିବା ଏହାକୁ ଷ୍ଟାର୍ଟିଂ ବି ଆପଣଙ୍କର କୁହାଯାଏ। କମ୍ପ୍ୟୁଟର ଷ୍ଟାର୍ଟ ହେବାକୁ ଆମେ କ'ଣ ବୋଲି କହୁ, ବୁଟିଂ। ଆଉ ରିଷ୍ଟାର୍ଟ ହେବାକୁ ଆମେ କ'ଣ ବୋଲି କହୁ ନା ରିବୁଟିଂ ବୋଲି ଆମେ କହିଥାଉ। ଠିକ୍ ଅଛି, ଦେନ୍ ପରବର୍ତ୍ତୀ କ୍ୱେଶ୍ଚନ୍, କ୍ୱାଟି। କ୍ୱାଟି ଗୋଟିଏ କ'ଣ, ଆପଣ ଦେଖିବେ ଯାହା କିଛି ବି ଟାଇପ୍ ଆପଣ କରୁଛନ୍ତି ସବୁଗୁଡ଼ା ଆପଣଙ୍କର ଏମିତି ଲେଖା ହେଇଥିବ ନା, ଆଗ ଦେଖିବେ ଷ୍ଟାର୍ଟିଂ କ୍ୟୁରେ ହେଇଥିବ। ତ ଏଇ ଯେଉଁ କ୍ୱାଟି ଗୋଟିଏ ଆପଣଙ୍କର କ'ଣ ନାରେ, ଏଇଟା ହେଉଛି ଗୋଟେ ଆପଣଙ୍କର କିବୋର୍ଡ଼। କ୍ୱାଟି ଆମର କ'ଣ ଅଛି, କିବୋର୍ଡ଼ ଆପଣଙ୍କର, କ୍ୱାଟି କିବୋର୍ଡ଼। ଠିକ୍ ଅଛି, ଆଚ୍ଛା ଆପଣ କମେଣ୍ଟ କରିକି କହିବେ ଯେ ଏଇ ଭିତରୁ କେଉଁଟା ଗୋଟିଏ ପଏଣ୍ଟିଂ ଡିଭାଇସ୍ ବୋଲିବ ଆପଣଙ୍କର। ଠିକ୍ ଅଛି, ନମ୍ବର 1। ନମ୍ବର 2, ଆମକୁ ପରୀକ୍ଷାରେ ଏମିତି ବି ପଚାରିବ, କ'ଣ କହିଲେ ଯେ ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ବା ଭିଡ଼ିଓ ବୋଲି କାହାକୁ ଆପଣଙ୍କର କୁହାଯାଏ। ତ ମନିଟରକୁ ଆମେ ଆଉ କ'ଣ ବୋଲି କହୁନା, ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ବା ଭିଡ଼ିଓ ବୋଲି ମଧ୍ୟ ଆମେ କହିଥାଉ। ଆଉ ଆପଣ ଦେଖିଥିବେ ଯେତିକି ବି କିବୋର୍ଡ଼ରେ ଆମର କ'ଣ ରହିଛି କହିଲେ, କଣ୍ଟ୍ରୋଲ ରହିଛି ଆପଣଙ୍କର, ଆଲ୍ଟ ରହିଛି ଆପଣଙ୍କର, କଣ୍ଟ୍ରୋଲ ଆଲ୍ଟ ଡିଲିଟ୍, ଏସବୁକୁ ଆପଣଙ୍କର କ'ଣ ବୋଲି କୁହାଯାଏ ନା ମୋଡ଼ିଫାୟର ବୋଲି ଆପଣଙ୍କର କୁହାଯାଏ। କ'ଣ ବୋଲି କୁହାଯାଏ, ମୋଡ଼ିଫାୟର ବୋଲି ଆମେ କହିଥାଉ। କଣ୍ଟ୍ରୋଲ ଆଲ୍ଟ ଡିଲିଟ୍ ଏସବୁ ଗୁଡ଼ାକୁ ଆମେ କ'ଣ ବୋଲି କହୁ ନା ଶିଫ୍ଟ କଣ୍ଟ୍ରୋଲ, ଏଗୁଡ଼ା। ଠିକ୍ ଅଛି, ଆଉ ସେମିତି ଟଗଲ୍ କି କେଉଁଗୁଡ଼ା ଆମର, କ୍ୟାପ୍ସ ଲକ୍ ଆପଣଙ୍କର ହେଇଗଲା, ନମ୍ବର ଲକ୍ ହେଇଗଲା, ଏସବୁ ଗୁଡ଼ାକୁ ଆମର କ'ଣ ବୋଲି କୁହାଯାଏ ନା ଟଗଲ୍ କି ବୋଲି ଆପଣଙ୍କର କୁହାଯାଏ। ଟଗଲ୍ କି କହିଲେ କ'ଣ, ମାନେ ଗୋଟେ ଅନ୍ କରିଦେଲେ କ୍ୟାପ୍ସ ଲକ୍ଟାକୁ ଅନ୍ କରିଦେଲେ ତ ସବୁ କ୍ୟାପିଟାଲ ହେଇଯିବ, ଅଫ୍ କରିଦେଲେ ସବୁ ସ୍ମଲ୍ ହେଇଯିବ। ସେମିତି ନମ୍ବର ଲକ୍ଟାକୁ ଅନ୍ କଲେ ସବୁ ନମ୍ବର ଟାଇପ୍ କରିହେବ, ଅଫ୍ କରିଦେଲେ ଜମାରୁ ଟାଇପ୍ ଆପଣଙ୍କର କରିହେବ ନାହିଁ। ଇପିରମ୍ର ଫୁଲ୍ ଫର୍ମ ଆପଣଙ୍କର କ'ଣ ବୋଲି ପଚାରିଛି, ଆମେ ଜାଣିଛେ ରମ୍ର ଫୁଲ୍ ଫର୍ମ କ'ଣ, ରିଡ୍ ଅନଲି ମେମୋରି। ଇପିରମ୍ ମାନେ ଇଲେକ୍ଟ୍ରିକାଲି ଇରେଜେବୁଲ୍ ପ୍ରୋଗ୍ରାमेबल रीड ओनली मेमोरी। ठीक अच्छे, इलेक्ट्रिकाली इरेजेबल प्रोग्रामेबल रीड ओनली आपणकर मेमोरी। ए सिंगल डॉट ऑन ए कंप्यूटर स्क्रीन, जो छोटिया छोटिया डॉट गुड़ा को आम कौन बोली कही था, छोटिया डॉट को आपणकर कही था आम पिक्सेल बोली आम कहू। कौन बोली कहू रे, पिक्सेल बोली आम कही था। सिंगल डॉट को आम कौन बोली कहू ना पिक्सेल, पिक्सेल। द कैच मेमोरी देखो सब स्पीड अप मेमोरी आपणकर कौटा ना कैच मेमोरी। द कैच मेमोरी वर्क्स बिटवीन, से कहा कहा मध्य काम करिथाय बोली आपनको पचारिछि, ताले से कोन हे जिवो, सीपीयू आउ राम मध्य आपणकर काम करे, सीपीयू आउ राम। ठीक अछि, आपनको सीपीयू मध्य परीक्षा रे पचारि देई पारे किबा ब्रेन ऑफ द कंप्यूटर बोली मध्य हमर पचारि देई पारे। हमर सीपीयू कहा कहा को नै कि आपणकर गठित, कंट्रोल यूनिट आउ एरिथमेटिक आउ लॉजिकल यूनिट। तो जो जगह भी एडिशन सब्सट्रैक्शन मल्टीप्लिकेशन डिविजन एमती लिखा ही आमे कौन करवा, एलयू आपणकर करदेवा।
ଯେତିକି ବି କଣ୍ଟ୍ରୋଲିଂ ପାର୍ଟ ଗୁଡ଼ା ବା ସବୁ ପାର୍ଟ ସହିତ ଆପଣଙ୍କର କୋଅର୍ଡିନେସନ୍ କିଏ ଆପଣଙ୍କର କରିଥାନ୍ତି ନା କଣ୍ଟ୍ରୋଲ ୟୁନିଟ୍ ଆପଣଙ୍କର କରିଥାନ୍ତି। ବେଳେବେଳେ ROMର ଫୁଲ୍ ଫର୍ମ ବି ଆମକୁ ପଚାରିଦେବ, କ'ଣ ହେଇଯିବ? ରିଡ୍ ଓନ୍ଲି ମେମୋରି ଆପଣଙ୍କର ହେଇଯିବ। ସବୁଠୁ ଛୋଟିଆ ଏକକକୁ ଆମେ କ'ଣ ବୋଲି କହୁ? ତ ସବୁଠୁ ଛୋଟଟାକୁ ଆମେ କ'ଣ ବୋଲି କହୁ ରେ? ବିଟ୍ ବୋଲି କହୁ। ଦେନ୍ ଆପଣଙ୍କର ବାଇଟ୍, ଦେନ୍ ଆପଣଙ୍କର ନିବିଲ୍। ୱାନ୍ ନିବିଲ୍ ତ ଆମେ ଜାଣିଛେ 4 ବିଟ୍ ଇଜ୍ ଇକ୍ୱାଲ୍ ଟୁ କ'ଣ ହେଇଯିବ ନା ଆମର 1 ନିବିଲ୍ ଆପଣଙ୍କର ହେଇଯିବ। ବେସିକାଲି ଡାଟା ଏଇଟା ଦେଖନ୍ତୁ କଣ୍ଟିନ୍ୟୁଅସଲି ଆମେ 3 ବର୍ଷର କ୍ୱେଶ୍ଚନ୍ ବର୍ତ୍ତମାନ ଟିକେ ପୂର୍ବରୁ ହିଁ କଲେ, ରିପିଟ୍ ଆପଣଙ୍କର ହେଉଛି ନା ଯେ କମ୍ପ୍ୟୁଟର ବେସିକାଲି କ'ଣ କରେ? ଡାଟା ଗୁଡ଼ାକୁ ଆମର ଇନଫର୍ମେସନରେ ଆପଣଙ୍କର କନଭର୍ଟ କରିଥାଏ ନା, ସେ କ'ଣ କରେ? ଡାଟାକୁ ଆପଣଙ୍କର ଇନଫର୍ମେସନରେ କନଭର୍ଟ ଆପଣଙ୍କର କରିଥାଏ। ଠିକ୍ ଅଛି। ପରବର୍ତ୍ତୀ ଆପଣଙ୍କର କ୍ୱେଶ୍ଚନ୍, 4 କିଲୋବାଇଟ୍ ଯେ ଆପଣଙ୍କର କେତେ? ଆମେ ଜାଣିଛେ ନା 1 କିଲୋବାଇଟ୍ ଯେ 1024 ଆପଣଙ୍କର ବାଇଟ୍, ତାହେଲେ 4 କିଲୋବାଇଟ୍ ଯେ କେତେ ହେଇଯିବ? 1024 ଗୁଣନ ଆମର 4 ହେଇଯିବ। ତାହେଲେ ଭ୍ୟାଲୁ କେତେ ହେଇଯିବ ଆମର? 4000 ଆପଣଙ୍କର 96 ଆପଣଙ୍କର ହେଇଯିବ ନା, ତାହେଲେ ଭ୍ୟାଲୁ କେତେ ହେଇଯିବ? 4096 ଆପଣଙ୍କର ବାଇଟ୍ ହେଇଯିବ। ରାଇଟ୍, ବିଲକୁଲ। ନେକ୍ସଟ, ଦ ସ୍ପିଡ୍ ଅଫ୍ କମ୍ପ୍ୟୁଟର ଇଜ୍ ମେଜର୍ଡ ଇନ୍। ଗୋଟେ କମ୍ପ୍ୟୁଟର ସ୍ପିଡକୁ ଆମେ କାହା ସାହାଯ୍ୟରେ ଆପଣଙ୍କର ମାପିଥାଉ ବୋଲି ପଚାରିଛି। କାହା ସାହାଯ୍ୟରେ ମାପୁ? ଗିଗା ହଜ୍। କାହା ସାହାଯ୍ୟରେ ଆପଣଙ୍କର? ଗିଗା ହଜ୍ରେ ଆମେ ମାପିଥାଉ। କେତେ ସ୍ପିଡରେ ଆପଣଙ୍କର ଯାଉଛି ସିଏ? ଗିଗା ହଜ୍ରେ ମାପିଥାଉ ଆମେ। ଠିକ୍ ଅଛି। ଏଠି ପଚାରିଛି, ହ୍ୱାଟ୍ ଇଜ୍ ଦ ଟୁଲ୍ ଇନ୍ MS Word that copies only the format of selected text so that you can apply? ଆପଣ ଖାଲି କପି ଆପଣଙ୍କର କରିବେ, ତାହେଲେ କେମିତି କରିବେ? ଫର୍ମାଟ୍ ପେଣ୍ଟର ସାହାଯ୍ୟରେ। କାହା ସାହାଯ୍ୟରେ? ଫର୍ମାଟ୍ ପେଣ୍ଟର ସାହାଯ୍ୟରେ ଆମେ କ'ଣ କରିପାରିବା ନା କପି ଆପଣଙ୍କର କରିପାରିବା। ଠିକ୍ ଅଛି, ବିଲକୁଲ। ନେକ୍ସଟ କହିଛି ଆପଣଙ୍କର ଅଲ୍ ଅଛି ମାରିଦେବା। ହ୍ୱିଚ୍ ଅଫ୍ ଦ ଫଲୋଇଂ କ୍ୟାନ୍ ବି ୟୁଜ୍ ଟୁ ନେଭିଗେଟ୍ ଡକୁମେଣ୍ଟ? ଆପଣ ଡକୁମେଣ୍ଟକୁ ନେଭିଗେଟ୍ ଆପଣଙ୍କର କରିବେ। ଏଇଠି ଗୋଟେ ଜିନିଷ ଦେଖନ୍ତୁ, ଫ୍ରେମ୍। ଫ୍ରେମ୍ରେ ଆମେ କେମିତି ଆପଣଙ୍କର ନେଭିଗେଟ୍ କରିବା? ଫ୍ରେମ୍ରେ ତ କରାଯାଇ ପାରିବ ନାହିଁ। ୱେବ୍ ଟୁଲ୍ ବାର୍ ବି ନୁହେଁ, ତାହେଲେ ହାଇପର ଲିଙ୍କ୍। ଆମକୁ ବେଳେବେଳେ ହାଇପର ଲିଙ୍କ୍ର ସର୍ଟକଟ୍ କି ମଧ୍ୟ ପଚାରେ, ଆପଣଙ୍କର ମନେ ଥିବ Ctrl+K କରିଦେଲେ ଆପଣଙ୍କର। ଠିକ୍ ଅଛି। ହ୍ୱାଟ୍ ଇଜ୍ ଏନ୍ ଏକ୍ସେଲ୍ ଫିଚର ଦ୍ୟାଟ୍ ଡିସପ୍ଲେସ୍ ଓନ୍ଲି ଦ ଡାଟା ଇନ୍ କଲମ୍ସ? କେବଳ ଡାଟା ଗୁଡ଼ା ଆପଣଙ୍କର ଶୋ କରିବ କେଉଁଥିରେ? ଆପଣଙ୍କର ଯଦି ଆମେ କିଛି ଫିଲ୍ଟରିଂ କରିଦେଉଛେ, ଫିଲ୍ଟର କରିଦେଲେ ଆମେ ଇଜିଲି ଆପଣଙ୍କର ଏସେଣ୍ଡିଂ କରିପାରିବା, ଡିସେଣ୍ଡିଂ କରିପାରିବା, लो ଟୁ ହାଇ କରିପାରିବା, ହାଇ ଟୁ ଆପଣଙ୍କର लो ବି କରିଦେଇପାରିବା। ଏଠି ପଚାରିଛି, ଇନସର୍ଟ ଏ ନ୍ୟೂ ସ୍ଲାଇଡ୍। ଦେଖନ୍ତୁ ଏଠି ଗୋଟେ ଭଲସେ କରିବେ। ଧରାଯାଉ ପୁରାପୁରି ଗୋଟେ ନୂଆ ପ୍ରେଜେଣ୍ଟେସନ୍ ଆପଣ କରିବେ, ତ Ctrl+N କଲେ ହେବ। କିନ୍ତୁ এইটা ଆପଣଙ୍କର ଗୋଟେ ଅଲରେଡ଼ି ପ୍ରେଜେଣ୍ଟେସନ୍ ଅଛି ବା PPT ଅଛି। ଏକ୍ଜାକ୍ଟଲି ୟା ତଳେ ଆପଣ ଆଉ ଗୋଟେ ସ୍ଲାଇଡ୍କୁ ଆପଣଙ୍କର ଏଡ୍ କରିବେ। ତାହା କାହାକୁ ପ୍ରେସ୍ କଲେ ଆପଣଙ୍କର ଏକ୍ଜାକ୍ଟଲି ତା ତଳେ ଗୋଟେ ସ୍ଲାଇଡ୍ ହେବ। ତ Ctrl+ ଯଦି ଆମେ M କରିବା ନା, এই ଗୋଟେ ସ୍ଲାଇଡ୍ ତଳେ ଆମର ଆଉ ଗୋଟେ ସ୍ଲାଇଡ୍ ଆପଣଙ୍କର ଆସିଯିବ। ଚଳିବ। ସ୍ଲାଇଡ୍ ଶୋ କରିବା ପାଇଁ ଆମେ କେଉଁ ସର୍ଟକଟ୍ କୀକୁ ବ୍ୟବହାର କରୁ? ସ୍ଲାଇଡ୍ ଶୋ କରିବା ପାଇଁ ଆମେ କ'ଣ କରୁରେ? F5 ନା। ଯଦି ଆମେ F5 ଆପଣଙ୍କର ପ୍ରେସ୍ କରିଦେବା, ତାହେଲେ ଆପଣଙ୍କର ହେଇଯିବ। ଠିକ୍ ଅଛି। ଖାଲି F5 ଆପଣଙ୍କର F5 ପ୍ରେସ୍ କଲେ ତ ହେଇଯିବ ଆଉ। ଠିକ୍ ଅଛି। ହ୍ୱାଟ୍ ଇଜ୍ ଏନ୍ ଅପରେଟିଂ ସିଷ୍ଟମ୍? ଅଛି ମାନେ ତ ଆପଣଙ୍କର ମାରିଦେବା ଆଉ। ଅପରେଟିଂ ସିଷ୍ଟମ୍ କହିଲେ ଦେଖନ୍ତୁ ଏଠି ଅଲ୍ ବି ଆମେ ମାରି ଦେଇପାରନ୍ତି। ଆଜିକାଲି ବୋଧେ ଟିକେ ସେ ଚାଲାକ ହେଉଛି। ଆକ୍ଚୁଆଲି ସିଏ କ'ଣ ଅଲ୍ ଅଛି ମାନେ ତ ମାରିବା, ଏଥିରେ କିଛି ଅସୁବିଧା ନାହିଁ। ହେଲା, ଇଏ କ'ଣ କରେ ନା ହାର୍ଡୱେୟାର, ଧରାଯାଉ ଆପଣ ଗୋଟେ CPU କିଣିଲେ, ସେ ଚାଲିବନି। ଚାଲିବା ପାଇଁ ଆପଣଙ୍କର କ'ଣ ଦରକାର? କିଛି ନା କିଛି ପ୍ରୋଗ୍ରାମିଂ ଦରକାର, ହଁ କି ନାହିଁ? ତ ସେ ହାର୍ଡୱେୟାର ଆଉ ଆପ୍ଲିକେସନ୍ ମଧ୍ୟରେ ଗୋଟେ ଆପଣଙ୍କର ଇଣ୍ଟରଫେସ୍ ଆକାରରେ କାମ କରିଥାଏ। ଅଲ୍ ଅଛି ମାନେ ଏଠି ଆପଣଙ୍କର ମାରିଦେବା। ଆଗକୁ ଯିବା। ହ୍ୱାଟ୍ ଇଜ୍ ଦ ଟର୍ମ ୟୁଜ୍ ଟୁ ଡେସ୍କ୍ରାଇବ୍ ଦ ପ୍ରୋସେସ୍ ଅଫ୍ ଆନାଲାଇଜିଂ ୱେବସାଇଟ୍ ଭିଜିଟର ବିହେଭିଅର ଟୁ ଇମ୍ପ୍ରୁଭ୍ କନଭର୍ସନ୍ ରେଟ୍? ଆପଣଙ୍କର ଲୋକମାନେ ୱେବସାଇଟ୍କୁ ଆସୁଛନ୍ତି, ସେମାନେ କ'ଣ ଦେଖୁଛନ୍ତି କ'ଣ ନାହିଁ, ତା ପାଇଁ ଆମେ ଆପଣଙ୍କର ତାକୁ ଆମେ କ'ଣ ବୋଲି କହୁ? ତାକୁ ଆମେ ୱେବ୍ ଆନାଲିଟିକ୍ସ ବୋଲି ଆମେ କହିଥାଉ। ଯେମିତି ଆପଣଙ୍କର ୟୁଟ୍ୟୁବ୍ର ମଧ୍ୟ ୟୁଟ୍ୟୁବ୍ ଆନାଲିଟିକ୍ସ ରହିଛି, ସେମିତି ୱେବ୍ ଆନାଲିଟିକ୍ସ ବୋଲି ଆମେ କହିଥାଉ। ଏଇଟା ବ୍ଲୁଟୁଥ୍ ଆପଣଙ୍କର ଗୋଟେ କ'ଣ କିରେ? ବ୍ଲୁଟୁଥ୍ କ'ଣ ଏତେ ବଡ଼ ଦୂରକୁ ଯାଇକିରେ ୱାଇଡ୍ ଏରିଆ ନେଟୱାର୍କ ହେବ? VPN ପ୍ରାଇଭେଟ୍ ତ ଆପଣଙ୍କର ନୁହେଁ, ତାହେଲେ ସେ ହେଉଛି ପାର୍ସୋନାଲ। ଆପଣଙ୍କର ବ୍ଲୁଟୁଥ୍ ତାକୁ ଆଉ କିଏ ୟୁଜ୍ କରିପାରିବ? କରିପାରିବନି। ତ ଇଏ ହେଲା ପାର୍ସୋନାଲ ଏରିଆ ନେଟୱାର୍କ। ବେଳେବେଳେ ଛୋଟିଆ ୱାୟାରଲେସ୍ ବି ଲେଖିଥିବ, ହେଲା ୱାୟାରଲେସ୍ ବି ଆପଣଙ୍କର ହେଇଥାଏ।
ଆଉ ଆପଣଙ୍କର ୱାଇଫାଇର ଫୁଲ୍ ଫର୍ମ ବି ପରୀକ୍ଷାରେ ପଚାରି ଦିଏ। କ'ଣ ହେଇଯିବ? ୱାୟାରଲେସ୍ ଫିଡେଲିଟି। ଠିକ୍ ଅଛି। ହ୍ୱାଟ୍ ଇଜ୍ ଇଣ୍ଟରନେଟ୍? ଇଣ୍ଟରନେଟ୍ ଆପଣଙ୍କର କହିଲେ ଆପଣଙ୍କର କ'ଣ? ଆମେ ଜାଣିଛେ ନା କେତେ ସାରା ଜିନିଷ। ଇଣ୍ଟ୍ରା ମାନେ ଆପଣଙ୍କର ପ୍ରାଇଭେଟଟା, ଆଉ ଇଣ୍ଟର କହିଲେ ନେଟୱାର୍କ ଅଫ୍ ଇଣ୍ଟର କନେକ୍ଟେଡ୍ ଲୋକାଲ ଏରିଆ ନେଟୱାର୍କ। ଏତେ ଲେଖା ହେଇଛି ନେଟୱାର୍କ ଅଫ୍ ଇଣ୍ଟର କନେକ୍ଟେଡ୍ ଲୋକାଲ ଏରିଆ ନେଟୱାର୍କ ଆପଣଙ୍କର ଚଳିବ। ହ୍ୱାଟ୍ ଇଜ୍ ଏ କମ୍ପ୍ୟୁଟର ନେଟୱାର୍କ? କମ୍ପ୍ୟୁଟର ନେଟୱାର୍କ ଆପଣଙ୍କର କହିଲେ କ'ଣ ବୁଝନ୍ତି ବୋଲି ଆମକୁ ପଚାରିଛି। ତାହେଲେ କମ୍ପ୍ୟୁଟର ନେଟୱାର୍କ ଆପଣଙ୍କର କହିଲେ କ'ଣ ହେଇଯିବ? ଏଇଟା ତ ଗୋଟେ ଆପଣଙ୍କର ଡିଭାଇସ୍ କି? ନାଇଁ, ଏଇଟା ଗୋଟେ ଆପଣଙ୍କର a collection of computer and devices linked together to share information, resources and ଆପଣଙ୍କର services। ତାହେଲେ କୋଉଟା ଆପଣଙ୍କର ହେଇଯିବ? ଏଇଟା ଅପସନ୍ ନମ୍ବର ଆପଣଙ୍କର ବି। ଇଣ୍ଟରନେଟ୍ ମାଧ୍ୟମରେ ବା ନେଟୱାର୍କ ମାଧ୍ୟମରେ ଆମେ କ'ଣ କରୁ? କିଛି ବି ଜିନିଷକୁ ସେୟାର ଆପଣଙ୍କର କରିଥାଉ, ରାଇଟ୍? ତ ଏହା ଥିଲା ଆପଣଙ୍କର OSSC CGL ର କ୍ୱେଶ୍ଚନ୍ସ। ଥ୍ୟାଙ୍କ ୟୁ।